ସାରଳା ଦାସ ଓଡ଼ିଆ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା। ନିଜର ଅପରିମିତ ସାଧନା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଓଡ଼ିଆ ଜାତି ପାଇଁ ଏକ ବିରାଟ ସାହିତ୍ୟ ସୌଧ ନିର୍ମାଣ କରିଛନ୍ତି। ପଞ୍ଚଦଶ ଶତାବ୍ଦୀରେ କବିଙ୍କର ଜନ୍ମ। କବି ନିଜର ଜନ୍ମସ୍ଥାନ ବିଷୟରେ କୁହନ୍ତି, ଝଙ୍କଡ଼ ଗ୍ରାମରେ ମୋର ଅଟଇ ବସତି, ମୂର୍ଖଙ୍କ ଗୋଷ୍ଠୀରେ ସଦା ଗଲା ଦିନ ରାତି। ନିଜର ରଚନାବଳୀ ବିଷୟରେ କବି କୁହନ୍ତି, ପ୍ରଥମେ ରାମାୟଣ, ଦ୍ୱିତୀୟ ଭାରତ, ତୃତୀୟ ଲିଖନ କଲି ଶ୍ରୀ ଭାଗବତ। ତାର ଅର୍ଥ, ପ୍ରଥମେ ସେ ବିଲଙ୍କା ରାମାୟଣ ରଚନା କରୁଛନ୍ତି, ଦ୍ୱିତୀୟରେ ଭାରତ ମାନେ ମହାଭାରତ, ଯେଉଁଟା ଓଡ଼ିଆ ସାହିତ୍ୟର ଗୋଟେ ବିରାଟ ଗ୍ରନ୍ଥ ବା ମହାକାବ୍ୟ ବୋଲି ଆମେ ତାକୁ କହିଥାଉ, ମହାଭାରତ। ତୃତୀୟରେ ଶ୍ରୀ ଭାଗବତ ମାନେ ଚଣ୍ଡୀ ପୁରାଣ। ପରେ ପରେ ତାଙ୍କର ଆଉ ଏକ ଗ୍ରନ୍ଥ ଲୋକାଲୋଚନକୁ ଆସିଥାଏ, ଯେଉଁଟା ହେଉଛି ଲକ୍ଷ୍ମୀ ନାରାୟଣ ବଚନିକା।